ଘରର ସମସ୍ତେ ମରିଯାଇଛନ୍ତି, ମୁଁ ବଞ୍ଚିକିରି ଅଛି। ମୁଁ ସବୁ ସାକ୍ଷୀ ସେ ଯୋଉ ଚଳଚ୍ଚିତ୍ର ଜୟ ଜଗନ୍ନାଥ ଓଡ଼ିଶା ସିନେମା ପାଇଁ। ଏଇଟା ଗୋଟେ ହରର ମୁଭି। ଏହାକୁ ଲେଖିଛନ୍ତି ରଜନୀ ରଞ୍ଜନ ଦାସ ଆଉ ନିର୍ଦ୍ଦେଶନା ଦେଇଛନ୍ତି ମନୁ ଦ୍ୱିବେଦୀ ଏବଂ ସେ ତା ଦେହରେ ମଧ୍ୟ ଅଭିନୟ କରିଛନ୍ତି ଏକ ମୁଖ୍ୟ ଚରିତ୍ରରେ ଏବଂ ମୁଁ ମଧ୍ୟ ଗୋଟେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛି, କିନ୍ତୁ ଗୋଟେ ଡିଫରେଣ୍ଟ ଟାଇପ୍ ଅଫ୍ କ୍ୟାରେକ୍ଟର ଯେଉଁଥିରେ କି କମେଡି ନାହିଁ କହିଲେ ଚଳେ। ଗୋଟେ ସିରିୟସ୍ କ୍ୟାରେକ୍ଟର ରୋଲ୍ କରିଛି, ଗୋଟେ ଅଦ୍ଭୁତ ପ୍ରକାର କ୍ୟାରେକ୍ଟର। ସେ ଘରର ସମସ୍ତେ ମରିଯାଇଛନ୍ତି, ମୁଁ ବଞ୍ଚିକିରି ଅଛି। ମୁଁ ସବୁ ସାକ୍ଷୀ ସେ ଯୋଉ ଗୋଟେ ମର୍ଡରକୁ ନେଇକିରି ହରର ଫିଲ୍ମ ମୁଭିଟି ହେଇଛି। ସେ ମର୍ଡରର ମୁଁ ସବୁ ଜାଣିଛି, ସବୁ ସାକ୍ଷୀ ଏବଂ ଲାଷ୍ଟକୁ ମୁଁ ସବୁ ରିଭିଲ୍ କରୁଛି ଯେ ଏଇ ଜିନିଷ ହେଇଥିଲା, ଏହା ହେଇଥିଲା, ସେୟା ହେଇଥିଲା, ସବୁ କରୁଛି। ତାକୁ ନେଇ କାହାଣୀ। ମୁଁ କିନ୍ତୁ ମୋ ଚରିତ୍ର ଉପରେ ବହୁତ ସନ୍ତୁଷ୍ଟ। ନିର୍ଦ୍ଦେଶନା ଦାୟିତ୍ୱରେ ମନୁ ଦ୍ୱିବେଦୀ ଥିଲେ ମଧ୍ୟ ସୁରେଶ ଦାସ ସେ ମୁଖ୍ୟ ସହଯୋଗୀ ନିର୍ଦ୍ଦେଶକ ଥିଲେ। ଆଉ ସେମାନଙ୍କର ସାହାଯ୍ୟରେ ବା ସେମାନଙ୍କର ମୋତେ ଉଠେଇବାରେ ବି ବହୁତ ମୁଁ ଜାଣିଛି। ଗୋଟେ କାଇଦା କଲେ ସେମାନେ। ମୁଁ ଯେଉଁ କ୍ୟାରେକ୍ଟରଟି କରିଛି ପ୍ରକୃତରେ ମୋର ସେ ଚରିତ୍ର ନୁହେଁ ବୋଲି ମୁଁ ଜାଣିଛି, କିନ୍ତୁ ମୁଁ ତାକୁ ସେମାନେ ମୋତେ ଏମିତି ପୋର୍ଟ୍ରେଟ୍ କରିଦେଲେ ମୁଁ ସେମିତି କରିବା ପାଇଁ ବାଧ୍ୟ ହେଲି। ଭାବୁଛି ଆପଣମାନଙ୍କୁ ଭଲ ଲାଗିବ ଏବଂ ଜନତାକୁ ମଧ୍ୟ ଭଲ ଲାଗିବ, ଦର୍ଶକମାନଙ୍କୁ ମଧ୍ୟ ନିଶ୍ଚୟ ଭଲ ଲାଗିବ। ଜଗନ୍ନାଥଙ୍କ ପାଖରେ ଏସା ଭଲ ଲାଗିଲେ ମୁଁ ସେମିତି ବିଭିନ୍ନ ପ୍ରକାର ଚରିତ୍ର କରିବି। ଅବଶ୍ୟ ମୁଁ ଏବେ ଗୁଡ଼ାଏ ସିନେମାରେ ବିଭିନ୍ନ ଚରିତ୍ର କରୁଛି, କିନ୍ତୁ ଏ ପ୍ରକାର ଚରିତ୍ର ମୋ ପାଇଁ ଏକଦମ ନୂଆ ଏବଂ ଚ୍ୟାଲେଞ୍ଜିଂ ଚରିତ୍ର ଥିଲା, ଯୋଉଟାକି ମୁଁ ଭାବୁଛି ମୁଁ କହିବିନି ତ 100ରୁ 100 ମୁଁ ପାସ୍ ବୋଲି। ଯଦି କିଛି କରିଥିବି ଦର୍ଶକ ଦେଖିଲା ପରେ ମୋତେ କହିବେ, ମୁଁ ନିଜ ବିଷୟରେ କହିବାଟା ଉଚିତ ହବନି। ଆଉ କ'ଣ ପଚାରୁଛନ୍ତି? ନାଇଁ ବାବା, ମୁଁ ପୁରା ମୂଳରୁ କହିଲି ଏ ଚରିତ୍ରରେ ମୋର କମେଡି ହିଁ ନାହିଁ। ଗୋଟେ ଦିଟା ଜାଗାରେ ଅତି ମାଇଲ୍ଡ କମେଡି ଅଛି, ଯୋଉଟା କି ନିହାତି ଦେବୁ ବ୍ରହ୍ମା ବୋଲି ଦରକାର ବୋଲି ଦିଆହେଇଛି। ନହେଲେ ଇଟ୍ସ ଏ ସିରିୟସ୍ କ୍ୟାରେକ୍ଟର। ମୋର ଗୋଟେ ଆଖି ନାହିଁ, ମୋର ଗୋଟେ ହାତ ପାରାଲିସିସ୍ ହେଇଯାଇଛି, ମୁଁ ଗୋଟେ ଅଲଗା ଟାଇପ୍ର ଗେଟଅପ୍ରେ ଅଛି। ମୋତେ ହଠାତ୍ ବି ଅଡିଏନ୍ସ 5 ମିନିଟ୍ ସିନେମା ଦେଖିଲା ପରେ ଜାଣିବାରେ ଏ ତ ଦେବୁ ବ୍ରହ୍ମା। ତେଣୁ ଏଇଟା ଗୋଟେ ଭଲ ଚରିତ୍ରଟେ, ନୂଆ ପ୍ରକାର ଚରିତ୍ରଟେ ମୁଁ ପାଇଛି।